ଭାରସାମ୍ୟ ହରାଇ ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ଓଲଟିଲା ବୋରୱେଲ୍ ଖନନ ଗାଡ଼ି। ଦୁର୍ଘଟଣାରେ 12 ଜଣ ଆହତ ହୋଇଥିବା ବେଳେ 5 ଜଣ ଅବସ୍ଥା ଗୁରୁତର ରହିଅଛି। ଅଡ଼ୱା ଥାନା ନିକଟ କଟାମାରୁ 12 ଜଣ ଶ୍ରମିକ ନଳକୂପ ଖନନ ଗାଡ଼ିରେ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିବା ବେଳେ ତପ୍ତପାଣି ଘାଟିରେ ଟ୍ରକ୍ଟି ଓଲଟି ଯାଇଥିଲା। ଟ୍ରକ୍ ତଳେ 2 ଜଣ ଚାପି ହୋଇ ରହିଥିବା ବେଳେ ସ୍ଥାନୀୟ ଲୋକେ ଜଣଙ୍କୁ ଉଦ୍ଧାର କରିଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଚାପି ହୋଇ ରହିଥିବା ଅନ୍ୟ ଜଣେ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ପାଟପୁର ପୋଲିସ ଓ ମୋହନା ପୋଲିସ ଓ ସାନଖେମୁନି ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରି ସେମାନଙ୍କୁ ଦିଗପହଣ୍ଡି ମେଡ଼ିକାଲ ଓ କିଛି ଗୁରୁତରଙ୍କୁ MKCG ମେଡ଼ିକାଲରେ ଭର୍ତ୍ତି କରିଥିଲେ। ପରିଶେଷରେ ଟ୍ରକ୍ଟିକୁ ଉଦ୍ଧାର କରିବାକୁ ଆସିଥିବା 2ଟି ହାଇଡ୍ରା ଭାରସାମ୍ୟ ହରାଇ ହାଇଡ୍ରା 2ଟି ମଧ୍ୟ ଘାଟିରେ ଓଲଟି ପଡ଼ିଯାଇଥିଲା।